ভাউজ সতর্ক তম মূষা কথা কହୁଛି ଯଦି ବା କଥା କହୁଛି ତାକୁ ନିଆଳିକି ନେଇକି ଯାଉ ସେ ନିଆଳି ଛେନା ଖାଇବ ବୋଲି କହୁଛି ତମେ କଣ କରୁଛ ତମ ଛେନା ଭିତରେ ତାକୁ ପୁରେଇ ଦେଇଛ ଯଦି ସେ ତମ ଛେନା ଖାଇବ ତାକୁ ପୁରା ଝାଡା ବାନ୍ତି ହେଇଯିବ ଯେ ଆରେ ସେ ଛେନା ଖାଇପାରିବନି ତମ ଛେନା ଭାରି ଟାଣ ମୁଁ ସେଣ୍ଟ ଲଢେଇ ଦେଖିଛି ସୁଧା ଲଢେଇ ଦେଖିଛି ହେଲେ ଯୋଉ ସ୍ତନକୁ ସ୍ତନ ବାଡେଇ ଯୋଉ ଲଢେଇଟା ଏଇଟା ମୋର ଜୀବନର ବାକି ଥିଲା ଦେଖିବା ପାଇଁ ଯେ ଭାଉଜ ତମକୁ ମାନିବା ପାଇଁ ପଡିବ ଆଉ ହଇତ ମାନେ ଛାଡି ଦେଇଛନ୍ତି ଆଉ ସ୍ତନକୁ ସ୍ତନ ବାଡେଇକି ଲଢେଇ କରିକି ପୁରା ଜିତିଆ ତମ ଭିତରେ ଜିତି ହାରି ଅଛି ସଳା ଛାଚରା ହେଇଯିବ ରେ ମ୍ୟାଡାମ ମ୍ୟାଡାମ ତମକୁ ମାନିବା ପାଇଁ ପଡିବ ଆଉ ଭାଇ ପୁରା ନିଆଳି ଛେନାରେ ହାତ ମାରି ମାରିକି ଭାଇଙ୍କ ହାତ ପୁରା ଏମିତି ପାରାଲିସ ହେଇଯାଇଛି ନା ସେଥିପାଇଁ ଶୋଇ ପଡିକି ଗୁଡର ନିଆଳି ଛେନାକୁ ଚକୁଡା ଚକୁଡି କରତେ ଭାରି ଇଚ୍ଛା ଆଉ ପାଣି ଭାରି ପଡିବ ରେ ତମେ ଭାରି ସଂସ୍କାରୀ ଆଉ ତମେ ଘୁଡାକୁ ମିଳୁନାହିଁ ଘାସ ଏଠି ସେଣ୍ଟ ଖାଉଛେ ଚମନ ପ୍ଲାସ ମ୍ୟାଡାମ ଲୋକମାନେ ତମ ଦେହର ବାଜି ଯାଆନ୍ତି ମୌକା ଦେଖିକି ହଁ ତମେ ସେଇଭଳିଆ ହେଇଛ ଆଉ ଲୋକ ତମ ଦେହର ବାଡେଇ ହେଇକି ଚୌକା ମାରି କେମିତି କାହିଁକିନା ତମକୁ ଚୌକା ନିଏ ତମକୁ ଛକା ଦରକାର ବା 8 ଇଞ୍ଚିଆ ପୁରା ସେମିତି ଛକା ଦରକାର ଆରେ କଣ ଥିଲା ସେମିତି ଦେଖିବାଟା ନିଆଳି ଛେନାକୁ ନିଆଳି ଛେନା ତା ଅବସ୍ଥାରେ ଆଉ ରହିବ ନା ଏମିତି ଦେଖା ଦେଖି ଗଲେ ଶଳା ପୋକ ପଡିକି ପୁରା ମାଛି ଘାଣୁ ଘାଣୁ ହେଇଛି ଏବେ ନାଇଁ 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 ଏଇଟା ସତ କଥା ଭଅଁର କଣ ସବୁ ଫୁଲର କଣ ବସେ ନା କଣ ଯୋଉ ଫୁଲର ରସ ପ୍ରବଳ ଭଅଁର ସେଇ ତାର ବସି ତା ରସ ଚୁଚିକି ନେଇଯାଏ ବା କିନ୍ତୁ ମ୍ୟାଡାମ ତମ ରସ ଭାରି ବହଳିଆ ବହଳିଆ ରସ ପୁରା ଔଷଧିଆ ରସ ବା ସେଥିପାଇଁ ଭଅଁର ତାର ଦୁଷ୍ଟ ନଜର ପକେଇ ଦେଇଥାଏ ଆଉ ଭଅଁର ପୁରା ରସ ଚୁଚି ଚୁଚିକି ଭଅଁରର ପୁରା ଅଳିଆ ହେଇ ସେଠି ନେତ ଖଣ୍ଡେ ବାହାରିବ ବା ଭଅଁର ପୁରା ଚଲେଇ ଦବ ବା ତମକୁ ନାଚ ସରମ ମାଡୁନି ଛି 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 ଗୋଟେ କଥାକୁ ଯେମିତି ଅଛି ମୁଁ ଗୁହାରି କଲି ଯାହାକୁ ତମେ ମାନେ ଖଇତା କଲ ତାହାକୁ ଦେଖିଲ ଏ ଛୁଟିଆ ଛୁଆ ବି ପୁରା ରୋମାଞ୍ଚ ଦିଆ ଭିଡିଓ କଲେଲି ହସ ଦିଆ ବି ନୁହଁକୁ ଲଗା ଲଗେଇ ହଉଛନ୍ତି କାହିଁକି କାହିଁକି ନା ବଡ କତରୁ ଶିଖିଲେ ନା ଭାଉଜ ମାନେ ଥେଇ ଦେଇକି ନାଚୁଛନ୍ତି ଭାଉଜଙ୍କ କତରୁ ଦେଖିଲେ କାହିଁକିନା ବଡ ଯୋଉ ଭଳିଆ କରିବେ ଛୁଆ ତ ସେଇଭଳି କରିବେ ନା ଦେଖ ଏମାନଙ୍କୁ ମୁଁ କହୁଛି ନା ରୋକଠୋକ କରିବା ନିହାତି ଦରକାର ନା ଆପଣ ମାନେ 40 ମତେ ଗାଳି ଦବା ଷ୍ଟାର୍ଟ କରିଦେଲେ ଏବେ ଦେଖ ଛୋଟ ଛୁଆ ମାନେ ଆଉ କିଛି ଦିନ ପରେ ଚଢେଇ ଟାଇପ ପିନ୍ଧିକି ନାଚିବା 13 ବର୍ଷର ଛୁଆ ସବୁ ଛୁଟିଆ ଛୁଟିଆ ଛୁଆ ଆଜ୍ଞା ଏବେ ବି ସମୟ ଅଛି ଯୋଉ ଭାଉଜ ମାନେ ଥେଇ ଦେଇକି ନାଚୁନାହାନ୍ତି ନା ସେମାନଙ୍କୁ ରୁକଠୁକ କରିବା ନିହାତି ଦରକାର ଯଦି ଆଜ୍ଞା ରୁକଠୁକ ନ କରିବ ଆଗାମୀ ଦିନର ଆଗ ପିଢି ମାନେ କୋଉଭଳି ଅବସ୍ଥାକୁ ଆସେ ଆପଣ ମାନେ ଏଇଠି ଟିକେ ଚିନ୍ତା କରନ୍ତୁ ବା